ଆସିଲା କାଳବୈଶାଖୀ ବର୍ଷା କ୍ଷତିଗ୍ରସ୍ତ ହେଲେ ଚିନାବାଦାମ ଚାଷୀ। ବର୍ଷା ଯୋଗୁଁ ମାଟି ଭିତରେ କଳା ପଡ଼ିଲାଣି ଚିନାବାଦାମ। ପାତୁଆ ମାଟି ଅମଳରେ ସମସ୍ୟା। ପଲ୍ଲୀରେ ମଣ୍ଡି କିଲୋ ପିଛା ଦର 10 ରୁ 15 ଖସିଲା। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଚଳିତ ରବି ଋତୁରେ କାଳବୈଶାଖୀର ବର୍ଷା ଯୋଗୁଁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ସରକାରୀ ପରିସଂଖ୍ୟାନ ଅନୁଯାୟୀ ଜଳେଶ୍ୱର ବ୍ଲକରେ ଚଳିତ ରବି ଋତୁରେ 3556 ହେକ୍ଟର ଜମିରେ ଚିନାବାଦାମ ଚାଷ ହୋଇଥିଲା। ବିଶେଷ କରି ବ୍ଲକର ରାଇରାମଚନ୍ଦ୍ରପୁର, କୋଟସାହି, ପାଇକସିଧା, ଗଡ଼ସାହି, ବାଲିଆପାଳ, ପଶ୍ଚିମପାଳ, ଓଲିରାମ, ଲକ୍ଷ୍ମଣରାଜ, ଗୋବରଘାଟା ଓ ଶ୍ୟାମନଗର ଆଦି ପଞ୍ଚାୟତରେ ଅଧିକ ପରିମାଣରେ ଚିନାବାଦାମ ଚାଷ ହୋଇଥାଏ। ଅପ୍ରେଲ ମାସ ଶେଷ ସପ୍ତାହରୁ ଚିନାବାଦାମ ଚାଷ ଅମଳ କାମ ଆରମ୍ଭ ହୋଇଥିଲା। ଗତ ମାର୍ଚ୍ଚ ମାସରେ ଅଦିନିଆ ବର୍ଷା ଯୋଗୁଁ ଚିନାବାଦାମ ଚାଷ କିଛି ମାତ୍ରାରେ ପ୍ରଭାବିତ ହୋଇଥିଲା। ଏବେ ପୁଣି ଗତ 5 ଦିନ ମଧ୍ୟରେ ଏକାଧିକ ବାର କାଳବୈଶାଖୀ ବର୍ଷା ଯୋଗୁଁ ଚିନାବାଦାମ ଫସଲ କ୍ଷତିଗ୍ରସ୍ତ ହୋଇଛି। ବର୍ଷା ପାଣି କ୍ଷେତରେ ଜମି ରହିଥିବାରୁ ମାଟି ଭିତରେ ପେନ୍ଥା ପେନ୍ଥା ଚିନାବାଦାମ ମଞ୍ଜି ସବୁ କଳା ଦେଖାଗଲାଣି। ସେହିପରି ବର୍ଷା ଯୋଗୁଁ ମାଟି କାଦୁଅ ଓ ଅଠାଳିଆ ହୋଇଥିବାରୁ ଚିନାବାଦାମ ଗଛକୁ ଉପଡ଼ାଇବା ସମୟରେ ଚିନାବାଦାମ ମାଟି ଭିତରେ ରହିଯାଉଛି। ପୁଣି ଅମଳ ପାଇଁ ଚାଷୀକୁ ଅଧିକ ମଜୁରୀ ମଧ୍ୟ ଖର୍ଚ୍ଚ ହେଉଛି। ଜଳେଶ୍ୱର ବ୍ଲକ ଅଧୀନସ୍ଥ ଗୋବରଘଟା ଗ୍ରାମର କୈଳାସ କଠୁଆ ଚଳିତ ବର୍ଷ ପାଖାପାଖି 2.5 ମାଣ ଜମିରେ ଚିନାବାଦାମ ଚାଷ କରିଥିବା ବେଳେ 40,000 ଟଙ୍କା ପାଖାପାଖି ଚାଷରେ ଖର୍ଚ୍ଚ କରିଥିଲେ। ମାଣ ପିଛା କୈଳାସ ଅତି କମରେ 6 କ୍ୱିଣ୍ଟାଲ ଚିନାବାଦାମ ଅମଳ କରିବାକୁ ଆଶା ବାନ୍ଧିଥିଲେ। କିନ୍ତୁ କାଳବୈଶାଖୀ ବର୍ଷା ଯୋଗୁଁ 4.5 କ୍ୱିଣ୍ଟାଲରୁ 5 କ୍ୱିଣ୍ଟାଲ ଭିତରେ ଚିନାବାଦାମ ଅମଳ ହେଉଛି। ଅନ୍ୟପକ୍ଷରେ ଅମଳ ଚିନାବାଦାମରେ ହ୍ରାସ ଥିବାରୁ ଏହାକୁ ଖରାରେ 3 ରୁ 4 ଦିନ ଯାଏଁ ଶୁଖାଇବାକୁ ପଡୁଥିବାରୁ ସେ ପାଇଁ ମଜୁରୀ ମଧ୍ୟ ଅଧିକ ଖର୍ଚ୍ଚ ହେଉଛି। ଶ୍ୟାମନଗର, ଲକ୍ଷ୍ମଣନାଥ ଆଦି ପଞ୍ଚାୟତରେ ମାଟି ତଳେ ଚିନାବାଦାମ ମଞ୍ଜି ଗଛ ମାରିଗଲାଣି ବୋଲି କହିଛନ୍ତି ରାଜଗୋପାଳ ରାଉତ। ପୁଣି ଯେତିକି ବି ଅମଳ ହୋଇଛି ସେହି ଫସଲ କଳା ପଡ଼ିଯାଇଥିବାରୁ ଚାଷୀଙ୍କୁ ତାର ଉପଯୁକ୍ତ ମୂଲ୍ୟ ମଧ୍ୟ ମିଳିପାରୁନି ବୋଲି କହିଛନ୍ତି ଶ୍ୟାମନଗର ପଞ୍ଚାୟତର ଧୀରେନ୍ଦ୍ର ସାମଲ ପ୍ରକାଶ କରିଛନ୍ତି। ସବୁଠାରୁ ବଡ଼ କଥା, 2 ସପ୍ତାହ ପୂର୍ବରୁ ଚିନାବାଦାମ ଅମଳ ଆରମ୍ଭ ହୋଇଥିବା ବେଳେ ଜଳେଶ୍ୱରର 70% ଜମି ଅମଳ ସରିଗଲାଣି। କିନ୍ତୁ ଅଦ୍ୟାବଧି ମଣ୍ଡି ଖୋଲିନି। ଜଳେଶ୍ୱର କୃଷି ବିଭାଗ ପକ୍ଷରୁ ବର୍ତ୍ତମାନ ଗୋବରଘାଟା ଓ ଲକ୍ଷ୍ମଣନାଥ ସେବା ସମବାୟ ସମିତି ମଧ୍ୟରୁ ଯେକୌଣସି 2ଟି ସ୍ଥାନରେ ମଣ୍ଡି ଖୋଲିବାକୁ ଚିଠି ଲେଖିଥିଲେ ମଧ୍ୟ ତାହାକୁ ଅନୁମୋଦନ ମିଳିନି। ଫଳରେ ଗତ ବର୍ଷ ଅପେକ୍ଷା ଚାଷୀ 1000 ଟଙ୍କାରୁ 1,500 ଟଙ୍କା କମ୍ ମୂଲ୍ୟରେ ଚିନାବାଦାମ ବିକ୍ରି କରିବା ପାଇଁ ବାଧ୍ୟ ହେଉଛି। ଗତ ବର୍ଷ ଚିନାବାଦାମର ବିକ୍ରି ମୂଲ୍ୟ 6,000 ରୁ 6,700 ଟଙ୍କା ଯାଏଁ ରହିଥିବା ବେଳେ ଚଳିତ ବର୍ଷ 5,000 ଟଙ୍କାରୁ 5,500 ଲେଖାଏଁ ଦରରେ ବିକ୍ରି ହେଉଛି। ଏବେ ଚାଷୀ ଚାଷ ବିଶେଷ କରି ଅମଳ ପାଇଁ ଖର୍ଚ୍ଚ କରିଥିବା ଟଙ୍କା ମେଣ୍ଟାଇବାକୁ ଚାହୁଁଥିବାରୁ ଚାଷୀ ଚିନାବାଦାମକୁ ଶସ୍ତା ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଜଳେଶ୍ୱରରୁ ମନୋଜ କୁମାର ଭୂୟାଙ୍କ ରିପୋର୍ଟ, ବିଇ ନ୍ୟୁଜ୍, ଓଡ଼ିଶା।